ଦେଖନ୍ତୁ ସାଙ୍ଗମାନେ ବିରି ଚାଉଳ ବତରା ହେଇଛି ଆଉ ଆଣ ବି ଗ୍ରାଇଣ୍ଡିଙ୍ଗ କରିକି ଆଣ ବି ପେଷି ଦେଇଛି ମିଶେଇକିରି ଆଉ ପ୍ଲେଟ୍ରେ ଇଟିଲି ପାଇଁ ଆଣ ପୁରେଇଛି। ଦେଖନ୍ତୁ ଇଟିଲି କେତେ ସଫ୍ଟ ହେଇଛି। ମଟର ଆଳୁ ବି ସିଝେଇ ଦେଇଛି। ମଟର ଆଳୁ ତରକାରୀ ହେବ, ଇଟିଲି ହେବ। ପାଣି ବି ଦେଖନ୍ତୁ କେତେ ଭଲ ଭାବରେ ଗରମ ହେଇଗଲାଣି। ଇଟିଲି ଏବେ ଦେଖନ୍ତୁ କେତେ ସଫ୍ଟ ହେଲା। ମଟର ଆଳୁ ବି ତରକାରୀ ହେଇଯାଇଛି। ଦେଖନ୍ତୁ କେତେ ଭଲ ଭାବରେ ମଟର ଆଳୁ ତରକାରୀ ହେଇଛି। ମସଲା ବି ଲାଗିଛି ମିକ୍ସଚର ତରକାରୀ ବନେଇବା ପାଇଁ। ଦେଖନ୍ତୁ ମସଲା ଆମର କେତେ ବଢ଼ିଆ ଭାବରେ ରେଡ୍ କଲର୍ ଲାଲ ଲାଲ ହେଇଛି। ଦେଖନ୍ତୁ ମସଲା ଦେଖନ୍ତୁ କେତେ ଭଲ ଭାବରେ ଲାଲ ଲାଲ ହେଇଛି। ପରିବା ବି ଦେଖନ୍ତୁ ସବୁ ପରିବା ଭାଜିକି ଛାଣିକିରି ବାହାର କରିଦେଇଛି ଭଜିକିରି। ଟିକେ ମସ୍ତି କରିଦେଉଥିଲି ତା ମଝିରେ। ଦେଖନ୍ତୁ ମିକ୍ସଚର ତରକାରୀ କେତେ ବଢ଼ିଆ ଭାବରେ ଦେଖା ହେଉଛି, କେତେ ଭଲସେ କଲର୍ ବି କେତେ ବଢ଼ିଆ ଆସିଛି। ଦେଖନ୍ତୁ ସାଙ୍ଗମାନେ ଦେଖନ୍ତୁ